ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ। ଉଡ଼ିଯାଏ ପକ୍ଷୀ ଡେଣା ଝାଡ଼ି ଦେଇ ନୀଡ଼ ପଡ଼ି ରହେ ଏକା, ରହୁଥିବା ଯାଏଁ ଭଲ ଥାଏ ବସା ନ ରହିଲେ ପଡ଼େ ଫିକା। ଯେଉଁଠାରେ ଦୃଢ଼ତା ନାହିଁ ସେଠାରେ ସ୍ଥିରତା ନାହିଁ, ଆଉ ଯେଉଁଠାରେ ସ୍ଥିରତା ନାହିଁ ସେଠାରେ ମନୁଷ୍ୟ ଦୃଢ଼ତାର ସହ କାମ କରିପାରିନଥାଏ। ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ, କାରଣ ଗୋଟିଏ ନିଶ୍ୱାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ୱାସକୁ ଛାଡ଼ିବାକୁ ପଡ଼ିଥାଏ। ଯଦି ନିଜର ଅସ୍ତିତ୍ୱ ବିକାଶ କରିବାକୁ ଚାହୁଁଛନ୍ତି ତାହେଲେ ନିଜ ସୁରକ୍ଷା କବଚରୁ ବାହାରି କଠିନ ପରିସ୍ଥିତିର ସାମ୍ନା କରିବା ଉଚିତ। ସନ୍ତାନମାନଙ୍କ ଭିତରେ ଶ୍ରେଷ୍ଠ ବିଚାର ଆଉ ସଂସ୍କାର ଗୁଡ଼ିକର ରୋପଣ ଏକ ମହାନ କାର୍ଯ୍ୟ, ଯାହାକୁ ପ୍ରତ୍ୟେକ ଅଭିଭାବକ କରିବା ଉଚିତ। ଜୀବନ ହେଉଛି ଏମିତି ଏକ ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ। ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ କିଛି ଭୁଲ କରିନାହିଁ ତାମାନେ ସିଏ କେବେ କିଛି ଚେଷ୍ଟା ହିଁ କରିନାହିଁ। ଦୁନିଆ ଲୋକଙ୍କ କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ବୁଝିସୁଝି କାର୍ଯ୍ୟ କରିବା ଶ୍ରେୟସ୍କର, କାହିଁକି ନା ପ୍ରତ୍ୟେକ ମହତ୍ କାର୍ଯ୍ୟ ପ୍ରଥମେ ଅସମ୍ଭବ ବୋଲି ଜଣାପଡ଼ିଥାଏ। ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ। ଉଡ଼ିଯାଏ ପକ୍ଷୀ ଡେଣା ଝାଡ଼ି ଦେଇ ନୀଡ଼ ପଡ଼ି ରହେ ଏକା, ରହୁଥିବା ଯାଏଁ ଭଲ ଥାଏ ବସା ନ ରହିଲେ ପଡ଼େ ଫିକା। ଯେଉଁଠାରେ ଦୃଢ଼ତା ନାହିଁ ସେଠାରେ ସ୍ଥିରତା ନାହିଁ, ଆଉ ଯେଉଁଠାରେ ସ୍ଥିରତା ନାହିଁ ସେଠାରେ ମନୁଷ୍ୟ ଦୃଢ଼ତାର ସହ କାମ କରିପାରିନଥାଏ। ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ, କାରଣ ଗୋଟିଏ ନିଶ୍ୱାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ୱାସକୁ ଛାଡ଼ିବାକୁ ପଡ଼ିଥାଏ। ଯଦି ନିଜର ଅସ୍ତିତ୍ୱ ବିକାଶ କରିବାକୁ ଚାହୁଁଛନ୍ତି ତାହେଲେ ନିଜ ସୁରକ୍ଷା କବଚରୁ ବାହାରି କଠିନ ପରିସ୍ଥିତିର ସାମ୍ନା କରିବା ଉଚିତ। ସନ୍ତାନମାନଙ୍କ ଭିତରେ ଶ୍ରେଷ୍ଠ ବିଚାର ଆଉ ସଂସ୍କାର ଗୁଡ଼ିକର ରୋପଣ ଏକ ମହାନ କାର୍ଯ୍ୟ, ଯାହାକୁ ପ୍ରତ୍ୟେକ ଅଭିଭାବକ କରିବା ଉଚିତ। ଜୀବନ ହେଉଛି ଏମିତି ଏକ ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ। ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ କିଛି ଭୁଲ କରିନାହିଁ ତାମାନେ ସିଏ କେବେ କିଛି ଚେଷ୍ଟା ହିଁ କରିନାହିଁ। ଦୁନିଆ ଲୋକଙ୍କ କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ବୁଝିସୁଝି କାର୍ଯ୍ୟ କରିବା ଶ୍ରେୟସ୍କର, କାହିଁକି ନା ପ୍ରତ୍ୟେକ ମହତ୍ କାର୍ଯ୍ୟ ପ୍ରଥମେ ଅସମ୍ଭବ ବୋଲି ଜଣାପଡ଼ିଥାଏ।